जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासदि गौर भक्तवृंद समस्त हाथ उठाते बांधते हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय आनन्दलीलामय विग्रहाय हेमावदीपो छविसुन्दराय तस्मै महाप्रेमरसप्रदाय चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते नमो विष्णुपादाय कृष्णपृष्ठाय भूतले श्रीमते गौरगोविंद स्वामी निति नामिने नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामी निति नामिने नमस्ते सरस्वती देव गौरवाणी प्रचारिणे निर्विशेष शून्यवादी पश्चात्पदशतारिणे जय श्री गुरुदेव जय श्री प्रभुपाद जय आचार्य वृंद जय वैष्णव वृंद जय गौर निताय कृष्ण बलराम जगन्नाथ बलदेव सुदर्शन राधा गोपीनाथ गौसंद राधा गोविंद गौसंद सीताराम लक्ष्मण हनुमान जी की। हरे कृष्ण। तो आज या पूर्वर से घोषणा करी सारी पुरुषोत्तम मास विषय कथा कहवाई। ये पुरुषोत्तम मास सबु वर्ष आसे ना, ये 3 वर्ष थरे आसुचे। तेन या कह जाउची नैमित्तिक पुरुषोत्तम मास। तो नैमित्तिक पुरुषोत्तम मास कथा जिते आसुची सेतेबेले और गोटे कथा आसीबो नित्य पुरुषोत्तम मास। ताहले आमे एठारे बुझी पारुचे केते गुड़िक पुरुषोत्तम मास अच्छी। प्रथम ये प्रश्न कहतु केते गुड़िक पुरुषोत्तम मास। मो कथा कहूँ बुझीपार तो हाँ तू उत्तर दे पार ना कहीं हाँ मु तो सब कही सारी हाँ श्रोता मानकर मनोजग नाही एथिरे बुझी होची कथारे मन नाही। एठार के जप करिबा नाही मोबाइल धरिबा नाही परस्पर मध्य कथा हेबा नाही शुनिबा पाई आसिछन्ति केवल शुनिबे ध्यान सहकारे शुनिबे तेबे कथा बुझी पारिबे। एठारे कहागला जे आमे जो पुरुषोत्तम मासर कथा आज एठारे कहया पाई एठारे घोषणा कले से पुरुषोत्तम मास को कहा जाउछ नैमित्तिक पुरुषोत्तम मास।
କିନ୍ତୁ ନୈମିତ୍ତିକ ପୁରୁଷୋତ୍ତମ ମାସ ଯେତେବେଳେ କଥା ଆସୁଛି ସାଙ୍ଗେ ସାଙ୍ଗେ ଆଉ ଗୋଟେ କଥା ଆସିବ ନିତ୍ୟ ପୁରୁଷୋତ୍ତମ ମାସ। ତାହେଲେ ପୁରୁଷୋତ୍ତମ ମାସ କେତେ ଗୁଡ଼ିକ? ହଁ, ଦୁଇଟି। ଗୋଟେ ହେଉଛି ନିତ୍ୟ ପୁରୁଷୋତ୍ତମ ମାସ, ଆଉ ଗୋଟେ ହେଉଛି ନୈମିତ୍ତିକ ପୁରୁଷୋତ୍ତମ ମାସ। କଥାରେ ଧ୍ୟାନ ଦେଲେ ତେବେ କଥା ବୁଝିପାରିବ। ଅନ୍ୟ ଆଡ଼େ ମନ ରହିଲେ କିଛି କଥା ବୁଝିପାରିବା ନାହିଁ। ଏଠାରେ ଶ୍ରବଣ କରି କିଛି ଲାଭ ବି ହେବ ନାହିଁ। କଥାରେ ଧ୍ୟାନ ଦେବାକୁ ହେବ। ତ ପ୍ରଥମେ ଆମକୁ କ୍ଲିଅର ହେବାକୁ ହେବ ଯେ ଦୁଇ ପ୍ରକାର ପୁରୁଷୋତ୍ତମ ମାସ କଥା କୁହାଯାଉଛି। ଗୋଟେ ହେଉଛି ନୈମିତ୍ତିକ ପୁରୁଷୋତ୍ତମ ମାସ, ଆଉ ଗୋଟେ ହେଉଛି ନିତ୍ୟ ପୁରୁଷୋତ୍ତମ ମାସ। ତ ବର୍ତ୍ତମାନ ପ୍ରଶ୍ନ ଆସିବ ଯେ ନିତ୍ୟ ପୁରୁଷୋତ୍ତମ ମାସ କାହାକୁ କୁହାଯାଉଛି ଆଉ ନୈମିତ୍ତିକ ପୁରୁଷୋତ୍ତମ ମାସ କାହାକୁ କୁହାଯାଉଛି? ନିତ୍ୟ କହିଲେ ପ୍ରତିବର୍ଷ ଯେ ମାସ ଆସୁଛି, ଯେଉଁ ପୁରୁଷୋତ୍ତମ ମାସ, ତାହାକୁ କୁହାଯାଉଛି ନିତ୍ୟ ପୁରୁଷୋତ୍ତମ ମାସ। ଆଉ ନୈମିତ୍ତିକ ପୁରୁଷୋତ୍ତମ ମାସ କହିଲେ 3 ବର୍ଷ ଥରେ ଯେଉଁ ପୁରୁଷୋତ୍ତମ ମାସ ଆସୁଛି ତାହାକୁ କୁହାଯାଉଛି ନୈମିତ୍ତିକ ପୁରୁଷୋତ୍ତମ ମାସ। ବର୍ତ୍ତମାନ ଆମେ ଦେଖିବା ବର୍ଷେ କେତୋଟି ମାସ ରହିଛି? 12ଟି ମାସ। ପ୍ରତ୍ୟେକ ମାସରେ ଅଧିପତି ଦେବତା ଅଛନ୍ତି। ଆରେ ଏ ଦେବତା ଅନ୍ୟ କେହି ନୁହନ୍ତି, ଭଗବାନ ବିଷ୍ଣୁଙ୍କର ଏକ ଏକ ରୂପ ଏକ ଏକ ମାସର ଅଧିପତି ରୂପେ ପ୍ରତିଷ୍ଠିତ। କଥା ବୁଝିପାରୁଛନ୍ତି? ତ ଭଗବାନ କୃଷ୍ଣ ଗୀତାରେ ନିଜକୁ କେଉଁ ମାସ ହିସାବରେ ସେ ତୁଳନା କରିଛନ୍ତି? ମାର୍ଗଶୀର୍ଷ ମାସ। ମାସାନାଂ ମାର୍ଗଶୀର୍ଷ ମାସ। ମାସମାନଙ୍କ ମଧ୍ୟରୁ ମୁଁ ହେଉଛି ମାର୍ଗଶୀର୍ଷ ମାସ। କଥା ବୁଝିପାରିଲେ? ତ ମାର୍ଗଶୀର୍ଷ ମାସ ପରେ କେଉଁ ମାସ? ପୌଷ ମାସ, ମାଘ ମାସ, ଫାଲ୍ଗୁନ ମାସ, ଚୈତ୍ର ମାସ, ବୈଶାଖ ମାସ, ଜ୍ୟେଷ୍ଠ ମାସ, ଆଷାଢ଼ ମାସ, ଶ୍ରାବଣ ମାସ, ଭାଦ୍ର ମାସ, ଆଶ୍ୱିନ ମାସ, କାର୍ତ୍ତିକ ମାସ, ମାର୍ଗଶୀର୍ଷ ମାସ। ମାର୍ଗଶୀର୍ଷ ପ୍ରଥମ ହେଲା। ମାସମାନଙ୍କ ମଧ୍ୟରୁ କୃଷ୍ଣ ନିଜକୁ ମାର୍ଗଶୀର୍ଷ ମାସ ହିସାବରେ ସେ ତାଙ୍କର ବିଭୂତି ଯୋଗରେ ଏହି କଥା କହିଲା। କଥା ବୁଝିପାରୁଛନ୍ତି? ତ 12ଟି ମାସକୁ ଦୁଇ ଭାଗେ ବିଭାଗ କରାଯାଉଛି। 6 ମାସ 6 ମାସ ହିସାବ। 6 ମାସ ମାନେ ସ୍ୱର୍ଗର 12 ଘଣ୍ଟା। আমার এটার 6 মাস মানে স্বর্গের 12 ঘণ্টা। তো স্বর্গের 24 ঘণ্টা মানে আমার এଠାରେ গোটে ବର୍ଷ। তো ଆମର ଗୋଟେ ବର୍ଷକୁ ଦୁଇ ଭାଗ ବିଭାଗ କରାଯାଉଛି। ଗୋଟେ ହେଉଛି ଉତ୍ତରାୟନ ଆଉ ଗୋଟେ ହେଉଛି ଦକ୍ଷିଣ ଆୟନ। ଆୟନ ମାନେ କ'ଣ? ମାତାଜୀ ମାନେ କହନ୍ତୁ, ଆୟନ ମାନେ କ'ଣ? ଆୟନ କ'ଣ? ଗମନ। ଏଠାରେ ସ୍ୱର୍ଗର 12 ଘଣ୍ଟା ଦିନ, ଆମର এটা 6 ମାସ, ତାହାକୁ ଉତ୍ତରାୟନ କୁହାଯାଉଛି। ଉତ୍ତରାୟନ ମାନେ ଆମର ଏଠାରେ 6 ମାସ, ସେତେବେଳେ ସ୍ୱର୍ଗ ଦିନବେଳ, ରାତ୍ରି ଅବସାନ ପରେ ଆମର ବର୍ତ୍ତମାନ ଏ ଦିନ ଅବସାନ ପରେ ଆମର ଏଠାରେ ବର୍ତ୍ତମାନ ରାତ୍ରିକାଳ ଆସିଯାଇଛି। ତ ଠିକ୍ ସେହିପରି 6 ମାସ ପରେ ସ୍ୱର୍ଗର ଦିନ ଅବସାନ ପରେ ରାତ୍ରିକାଳ ଆସିବ। ସେତେବେଳେ ସ୍ୱର୍ଗର ଦ୍ୱାର ସବୁ ବନ୍ଦ ହେଇଯିବ। ରାତ୍ରିକାଳ ଆମର ଯେମିତି ରାତ୍ରି ସମୟରେ ଆମେ ଦ୍ୱାର ବନ୍ଦ କରି ଶୌଚନ କରୁ, ଦ୍ୱାର ବନ୍ଦ ହେଇଯାଉଛି। ଠିକ୍ ସେହିପରି ଦକ୍ଷିଣ ଆୟନରେ ଯଦି କେହି ମୃତ୍ୟୁବରଣ କରିବେ
ତାହେଲେ ସେ ଆଉ ସ୍ୱର୍ଗ ଲୋକକୁ ପଶି ପାରିବ ନାହିଁ। ଦ୍ୱାର ବନ୍ଦ ହେଇଗଲା, ରାତ୍ରି ଗଲା। ସେତେବେଳେ ସ୍ୱର୍ଗର ହେଉଛି ରାତ୍ରି। ହଁ, ରାତ୍ରି ସମୟରେ ଅଫିସ ଆଦାଲତ ସବୁ ବନ୍ଦ। ସେତେବେଳେ ଆଉ ସେ ପଶି ପାରିବନି ସ୍ୱର୍ଗ। ଉତ୍ତରାୟଣ ଯଦି କେବେ ମୃତ୍ୟୁବରଣ କରିବେ, ସେ ଯଦି ପୂର୍ଣ୍ଣକାମୀ ବ୍ୟକ୍ତି ହେବେ, ତାହେଲେ ସେ ସ୍ୱର୍ଗ ଲୋକକୁ ପଶିବ। ସେତେବେଳେ ଦିନ ବେଳ ଦ୍ୱାର ଖୋଲା। କଥା ବୁଝିପାରିଲେ? ସେଇ ପ୍ରସଙ୍ଗ ନେଇ ଆମେ ଦେଖିବା, କଥା ରହିଛି ଗୀତା ଜୟନ୍ତୀ। ଗୀତା ଜୟନ୍ତୀ ମାନେ କ'ଣ? ହଁ, ହଁ, ଗୀତା ଜୟନ୍ତୀ ମାନେ କ'ଣ? ତମର ଇଏ ମାନେ କହିବା। ହଁ, ଗୀତା ଜୟନ୍ତୀ ମାନେ କ'ଣ? ଜୟନ୍ତୀ ମାନେ କ'ଣ? ଜୟନ୍ତୀ ମାନେ କ'ଣ? ହଁ, ଭଗବାନଙ୍କର ଜନ୍ମଦିନକୁ କୁହାଯାଏ ଜୟନ୍ତୀ। ଅନ୍ୟ କୌଣସି କ୍ଷେତ୍ରରେ ଜୟନ୍ତୀ ଶବ୍ଦ ବ୍ୟବହାର କରିପାରିବ ନାହିଁ। କେବଳ ଭଗବାନଙ୍କ ବିଷୟରେ ଜୟନ୍ତୀ ଶବ୍ଦ ବ୍ୟବହୃତ ହେବ। ଠିକ୍ ସେହିପରି ଭକ୍ତି ଅନ୍ୟ କୌଣସି କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ, କେବଳ ଭଗବାନଙ୍କ କ୍ଷେତ୍ରରେ ହିଁ ଭକ୍ତି ଶବ୍ଦ ପ୍ରଯୁଜ୍ୟ। କଥା ବୁଝିପାରୁଛନ୍ତି? ହଁ, ତ ଜୟନ୍ତୀ ମାନେ ଭଗବାନଙ୍କର ଜନ୍ମ। কৃষ্ণ জয়ন্তী, গৌর জয়ন্তী, রাম জয়ନ୍ତୀ, ଭଗବାନଙ୍କର ଜନ୍ମ ଦିନକୁ ଜୟନ୍ତୀ କୁହାଯାଉଛି। ଆଜିକାଲି ଲୋକମାନଙ୍କର ବୁଦ୍ଧି ନାହିଁ। ଏକ ମରଣଶୀଳ ବ୍ୟକ୍ତିକୁ କହୁଛି ରବୀନ୍ଦ୍ର ଜୟନ୍ତୀ, ନଜରୁଲ ଜୟନ୍ତୀ, ଅମୁକ ଜୟନ୍ତୀ। ହଁ, ରାଜନୀତି ଦଳର ନେତାକୁ ମୃତ୍ୟୁକୁ କୁହାଯାଏ, ଜନ୍ମକୁ କୁହାଯାଏ ଜୟନ୍ତୀ। ଏସବୁ ଜୟନ୍ତୀ ଶବ୍ଦ ପ୍ରଯୁଜ୍ୟ ନୁହେଁ। ଜୟନ୍ତୀ ଶବ୍ଦ କେବଳ ଭଗବାନଙ୍କର କ୍ଷେତ୍ରରେ। ଠିକ୍ ସେହିପରି ଭକ୍ତି କେବଳ ଭଗବାନଙ୍କର କ୍ଷେତ୍ରରେ ପ୍ରଯୁଜ୍ୟ। ଅନ୍ୟ କୌଣସି କ୍ଷେତ୍ରରେ ଏ ଶବ୍ଦ ବ୍ୟବହାର ହୋଇପାରିବ ନାହିଁ। କଥା ବୁଝିପାରୁଛନ୍ତି? ତ ଏଠାରେ ଗୀତା ଜୟନ୍ତୀ, ଗୀତା ମାନେ ହେଉଛି ଭଗବାନଙ୍କ ମୁଖ ନିଃସୃତ ଗୀତ। ତ ଗୀତରୁ କୁହାଯାଉଛି ଗୀତା। ତେଣୁ ଗୀତରୁ ଗୀତାକୁ କୁହାଯାଉଛି ଗୀତ ଉପନିଷଦ। ଗୀତାକୁ କ'ଣ କୁହାଯାଉଛି? ଗୀତ ଉପନିଷଦ। କେତେ ଉପନିଷଦ ଅଛି? 108ଟି ଉପନିଷଦ। 108ଟି ଉପନିଷଦ ମାନଙ୍କ ମଧ୍ୟରୁ ଏ ସର୍ବଶ୍ରେଷ୍ଠ ଉପନିଷଦ ହେଉଛି ଗୀତ ଉପନିଷଦ। କାହିଁକିନା ସାକ୍ଷାତ ପଦ୍ମନାଭ ଭଗବାନଙ୍କ ମୁଖ ନିଃସୃତ ଗୀତ। ୟାଠାରୁ ଶ୍ରେଷ୍ଠ ଧର୍ମଗ୍ରନ୍ଥ ଏ ପୃଥିବୀରେ ଆଉ କୌଣସି ଗ୍ରନ୍ଥ ହୋଇପାରିବ ନାହିଁ। କେବଳ ଗୀତା ହିଁ ପରମ ଧର୍ମଗ୍ରନ୍ଥ। ୟାଠୁ ଶ୍ରେଷ୍ଠ ଧର୍ମଗ୍ରନ୍ଥ ଆଉ କିଛି ନାହିଁ। ତେଣୁ ଗୀତା ମହାତ୍ମ୍ୟରେ କୁହାଯାଇଛି ଏକଂ ଶାସ୍ତ୍ରଂ ଦେବକୀ ପୁତ୍ର ଗୀତମ୍। ଆମେ ସବୁ କଲିହତ ଯିବ, ଆମର ଆୟୁଷ ସମ୍ବନ୍ଧ କୌଣସି ଗ୍ୟାରେଣ୍ଟି ନାହିଁ। କାହାରି କେତେ ବଡ଼ ମୃତ୍ୟୁ ହେଇଯିବ ଠିକାନା ନାହିଁ, ଅଛି କି? ସେମିତି ମରୁଛନ୍ତି କେତେ। ହଁ, ମାତୃ ଗର୍ଭରୁ ମୃତ ହେଇଯାଉଛନ୍ତି, ଭୂମିଷ୍ଠ ହେଇ ମରୁଛନ୍ତି, 5-7 ବର୍ଷରୁ ମରୁଛନ୍ତି। କଳିଯୁଗ ଲୋକମାନଙ୍କର ଆୟୁଷ ସମ୍ବନ୍ଧ କୌଣସି ଗ୍ୟାରେଣ୍ଟି ନାହିଁ। ହଁ, ତେଣୁ ଏତେ ସବୁ ଶାସ୍ତ୍ର ରହିଛି, ବେଦ ଉପନିଷଦ ଆଦି ସବୁ ଅପ୍ରାକୃତ ସଂସ୍କୃତ ଭାଷାରେ ଲେଖା। ତାହାକୁ ପଢ଼ି ମର୍ମ ଉପଲବ୍ଧି କରି ସେହିପରି ଆଚରଣ କରିବା କଳିଯୁଗ ଲୋକମାନଙ୍କ ପାଇଁ ଅସମ୍ଭବ। ହଁ, କେହି କରିପାରିବ ନାହିଁ। ତେଣୁ ଗୀତା ମହାତ୍ମ୍ୟରେ ଶଙ୍କରାଚାର୍ଯ୍ୟ ଶିବଙ୍କର ଅବତାର ସେଇ କଥା କହୁଛନ୍ତି, ସବୁ ଶାସ୍ତ୍ର ପରିତ୍ୟାଗ କର, କେବଳ ଗୋଟିଏ ମାତ୍ର ଶାସ୍ତ୍ରକୁ ଆଶ୍ରୟ କର। ତାକୁ କ'ଣ କୁହାଯାଉଛି? ଗୀତ ଉପନିଷଦ। ଏକଂ ଶାସ୍ତ୍ର ଦେବକୀ ପୁତ୍ର ଗୀତମ୍। ଦେବକୀ ପୁତ୍ର କିଏ? ଭଗବାନ କୃଷ୍ଣ। କୃଷ୍ଣଙ୍କ ମୁଖ ନିଃସୃତ ଗୀତ, ତାହାକୁ କୁହାଯାଉଛି ଗୀତ ଉପନିଷଦ। ସେ ଗୀତ ଉପନିଷଦ କ'ଣ? ଶ୍ରୀମଦ୍ ଭଗବତ ଗୀତା। କେବଳ ଗୋଟିଏ ଶାସ୍ତ୍ର ଯଦି ଆମେ ଆଶ୍ରୟ କରିବା, ତାହେଲେ ଆମର ଜୀବନ ସାର୍ଥକ ହେଇଯିବ। କାହିଁକିନା ଗୀତାରେ ସବୁ
ଉପଦେଶ ଦିଆଯାଇଛି। ବେଦ ବେଦାନ୍ତ ଉପନିଷଦ ସାର ଏ କେବଳ ଗୀତାରେ ଦିଆଯାଇଛି। ଅର୍ଥାତ୍ ଯଦି ଆମେ କହିବା ବେଦ ହେଉଛି ସମସ୍ତ ଜ୍ଞାନର ଉତ୍ସ। ବେଦ ମାନେ କ'ଣ? ଜ୍ଞାନ। ସମସ୍ତ ଜ୍ଞାନର ଭଣ୍ଡାର ହେଉଛି ବେଦ। ସେଇ ବେଦ ଜ୍ଞାନ ଦୁଇଟି ଧାରାରେ ପ୍ରବାହିତ ହେଉଛି। ହଁ, ଗୋଟେ ହେଉଛି ଉପନିଷଦ ଧାରା, ଆଉ ଗୋଟେ ହେଉଛି ପୁରାଣ ଧାରା। ଉପନିଷଦ ଧାରାରେ ସର୍ବୋତ୍ତମ ଉପନିଷଦ ହେଉଛି ଏ ଗୀତ ଉପନିଷଦ, ଶ୍ରୀମଦ୍ ଭଗବତ ଗୀତା। କଥା ବୁଝିପାରିଲେ? ଯଦି ଆମେ ଗୀତା ଠିକ୍ ଭାବେ ଅଧ୍ୟୟନ କରିବା, ସମସ୍ତ ବେଦ ଜ୍ଞାନ ଆମେ ଆୟତ୍ତ କରିପାରିବା। ଆଉ ଅନ୍ୟ କୌଣସି ଶାସ୍ତ୍ର ପଢ଼ିବା କିଛି ଆବଶ୍ୟକ ନାହିଁ। ଆଉ ଗୋଟେ ପୁରାଣ ଧାରା ଆସୁଛି ଏ ଜ୍ଞାନ, ବେଦର ଜ୍ଞାନ। ତ ସର୍ବୋତ୍ତମ ପରିଣାମ ସ୍ୱରୂପ ହେଉଛି କ'ଣ? ଭାଗବତ ମହାପୁରାଣ। କ'ଣ? ଶ୍ରୀମଦ୍ ଭାଗବତ। ହଁ, ଭାଗବତକୁ କ'ଣ କୁହାଯାଉଛି? ମହାପୁରାଣ। ଅନ୍ୟ ସମସ୍ତ ପୁରାଣ ହେଇପାରେ, କିନ୍ତୁ ଭାଗବତକୁ କୁହାଯାଉଛି କ'ଣ? ମହାପୁରାଣ। ଏ ହେଉଛି ତ୍ରିଗୁଣ ଊର୍ଦ୍ଧ୍ୱରେ। ଆଉ ଯେତେ ସବୁ ପୁରାଣ ତ୍ରିଗୁଣ ଅଧୀନରେ, ସତ୍ୟ ଗୁଣରେ, ରଜ ଗୁଣରେ, ତମ ଗୁଣରେ। ଯେମିତି 17ଟି ପୁରାଣ 3ଟି କ୍ୟାଟେଗୋରୀରେ ବିଭାଗ କରାଯାଇଛି, ରଜ, ତମ, ସତ୍ୟଗୁଣ ହିସାବରେ। ଶିବ ସମ୍ବନ୍ଧୀୟ ଯେ 6ଟି ପୁରାଣ ଲେଖା ହେଇଛି ତାକୁ କୁହାଯାଉଛି ତମଗୁଣ। ହଁ, ପୁରାଣ, ତମଗୁଣିଆ ପୁରାଣ। ବ୍ରହ୍ମାଙ୍କ ସମ୍ବନ୍ଧୀୟ ଯେ 6ଟି ପୁରାଣ ଲେଖା ହେଇଛି ତାହାକୁ କୁହାଯାଉଛି ରଜଗୁଣିଆ ପୁରାଣ। ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧୀୟ ଯେଉଁ 5ଟି ପୁରାଣ ଲେଖା ହେଇଛି, ପଦ୍ମ ପୁରାଣ ଆଦି, ଏସବୁ କୁହାଯାଉଛି ସାତ୍ତ୍ୱିକ ପୁରାଣ। ଗରୁଡ଼ ପୁରାଣ ଆଦି, ବାମନ ପୁରାଣ, ଏସବୁ ସାତ୍ତ୍ୱିକ ପୁରାଣ। ହଁ, କିନ୍ତୁ ଭାଗବତ ପୁରାଣକୁ କ'ଣ କୁହାଯାଉଛି? ମହାପୁରାଣ। ଏ ଗୁଣରେ ଊର୍ଦ୍ଧ୍ୱରେ, ତମ ରଜ ସତ୍ୟଗୁଣରେ ଊର୍ଦ୍ଧ୍ୱରେ, ତେଣୁ ଏହାକୁ ମହାପୁରାଣ କୁହାଯାଏ। ତାହେଲେ ଏ ପର୍ଯ୍ୟନ୍ତ କ୍ଲିୟର ହେଲା ଯେ ବେଦକୁ ଯଦି ଆମେ କହିବା ସମସ୍ତ ଜ୍ଞାନର ଉତ୍ସ, ସେଇ ବେଦର ଜ୍ଞାନ ଦୁଇଟି ଧାରାରେ ପ୍ରବାହିତ ହେଉଛି, ଗୋଟେ ପୁରାଣ ଧାରା ଆଉ ଗୋଟେ ଉପନିଷଦ ଧାରା। ତ ପୁରାଣ ଧାରାର ସର୍ବୋତ୍ତମ ପରିଣାମ ସ୍ୱରୂପ ଶ୍ରୀମଦ୍ ଭାଗବତମ୍ ମହାପୁରାଣ, ପୁରାଣ ଧାରା। ଆଉ ଉପନିଷଦ ଧାରାରେ ସର୍ବୋତ୍ତମ ଗୀତ ଉପନିଷଦ, ଶ୍ରୀମଦ୍ ଭଗବତ ଗୀତା। କଥା ବୁଝିଗଲା? ଏ ଦୁଇଟାକୁ କୁହାଯାଉଛି କ'ଣ? କୃଷ୍ଣ କଥା। କ'ଣ କୁହାଗଲା? କୃଷ୍ଣ କଥା। ଦୁଇଟାକୁ କୁହାଯାଉଛି। ତ ଗୋଟେ ହେଉଛି କୃଷ୍ଣଙ୍କର ମୁଖ ନିଃସୃତ ଉପଦେଶ, ତାହାକୁ କୁହାଯାଉଛି ଭଗବତ ଗୀତା। ତାହେଲେ ଭାଗବତଙ୍କୁ କ'ଣ କୁହାଯାଉଛି? କୃଷ୍ଣଙ୍କର ଲୀଳା ସମ୍ବନ୍ଧୀୟ, ଭକ୍ତମାନଙ୍କ ଦ୍ୱାରା କୀର୍ତ୍ତିତ କଥା, ତାକୁ କୁହାଯାଉଛି ପୁରାଣ, ଭାଗବତ ମହାପୁରାଣ। କଥା ବୁଝିଗଲା? ଗୋଟେ ହେଉଛି ଭଗବାନଙ୍କ ଡାଇରେକ୍ଟ ଉପଦେଶ, ଏ ହେଉଛି ଗୀତା। আর ভগবানকে লীলা সম্বন্ধে ভক্তମାନଙ୍କ দ্ୱାରା কীর্তিত হয়। শুকদেব গোস্বামী আদি, ବ୍ୟାସଦେବଙ୍କ ଆଦି যেসব কীর্তিত হয়েছে, সুত গোস্বামীଙ୍କ দ্ୱାରା যে কীর্তিত হয়েছে তা হচ্ছে শ্রীমদ্ ভাগবত। দুইটা ହିଁ কৃষ্ণ কথা। ଆଉ এই দুইটাই ଗ୍ରନ୍ଥ আমার ইস্কন তরফରୁ সমগ্র দুনিয়াରେ ଏ ପ୍ରଚାର ପ୍ରସାର ଚାଲିଛି। আর প্রভুপাদ ଯିଏକି আমার ইস্কনের ফাউন্ডার আচার্য, এই দুইটি গ্রন্থ ଅପ୍ରାକୃତ ସଂସ୍କୃତ ଭାଷାରେ ଲେଖା, ତାହାକୁ ସେ ୱାର୍ଡ଼ ଟୁ ୱାର୍ଡ଼ ମିନିଂ ଦେଲେ, ପୁଣି ତାହାକୁ ନେଇ ଟ୍ରାନ୍ସଲେସନ୍ ଦେଲେ। ଟ୍ରାନ୍ସଲେସନ୍ ଦେବା ପରେ ସେ ଶ୍ଲୋକର ଭାବଟା କ'ଣ, ତାର ଉପରେ ସେ ପରପଟ ଦେବେ। କଥା ବୁଝିପାରିଲେ? ବୁଝିପାରୁଛନ୍ତି କଥା? ଆରେ ବୋଲେ ଶୋଇଯାଉଛନ୍ତି, ଶୋଇବାନି, କଥା ଶୁଣିବେ, ଧ୍ୟାନ ସାଗର ଶୁଣନ୍ତି, ଶୋଇବା ପାଇଁ ନାହିଁ। ତ ଏଠାରେ এই দুইটি ମାନେ ସମ୍ପୂର୍ଣ୍ଣ ବେଦ ଜ୍ଞାନ ଆମେ ଅତି ସହଜରେ ଆୟତ୍ତ କରିପାରିବା। କେଉଁଥିଲାଗି? ଏ ବେଦ ପୁରାଣ ଭଗବାନ କୃଷ୍ଣ ଦେଲେ
ଆମେ ସମସ୍ତେ ମାୟାମୁଗ୍ଧ ଜୀବ, ଆମର ପ୍ରକୃତ ଜ୍ଞାନ ନାହିଁ। ଅଛି କି ନାହିଁ? ଆମେ ସମସ୍ତେ ମୋହଗ୍ରସ୍ତ ଜୀବ, ବଦ୍ଧ ଜୀବ। ତେଣୁ ଆମର ଜୀବନର ଉଦ୍ଦେଶ୍ୟ କ'ଣ, ଆମର କର୍ତ୍ତବ୍ୟ କ'ଣ, ଆମେ ତା ଜାଣିପାରୁନାହୁଁ। সেই ହିସାବରେ ଆମେ ଧର୍ମକୁ ଛାଡ଼ି ଅଧର୍ମରେ ଲିପ୍ତ ହୋଇ ପୁଣି ମନୁଷ୍ୟ ଦେହରୁ ମନୁଷ୍ୟ ଶରୀରକୁ ଚାଲିଯିବୁ। ସେହିପରି ଅନାଦି କାଳରୁ ଏହାର କୌଣସି ଇତିହାସ ନାହିଁ। ଆମେ କେତେଥର ମନୁଷ୍ୟ ଦେହକୁ ଆସିଥିଲୁ, ପୁଣି ମନୁଷ୍ୟ ଦେହରୁ ମନୁଷ୍ୟ ଶରୀରକୁ ଚାଲିଯାଉଛି। ଏହାର କୌଣସି ହିସାବ ନାହିଁ। ଅଛି କି? ଏ ପର୍ଯ୍ୟନ୍ତ ସୁଦ୍ଧା ଆମେ ସେଇ ଜନ୍ମମୃତ୍ୟୁ ଚକ୍ରରେ ବୁଲୁଛୁ ଅନାଦି କାଳରୁ। କଥା ବୁଝିପାରୁଛନ୍ତି? ତେଣୁ ଅନାଦି କାଳରୁ ଆମେ ଭଗବାନଙ୍କୁ ଭୁଲି ଯାଇ ଜନ୍ମମୃତ୍ୟୁ ଚକ୍ର 84 ଲକ୍ଷ ପ୍ରକାର ଜୀବଜନ୍ମରେ ଭ୍ରମଣ କରୁଛି। ଭ୍ରମଣ କରୁ କରୁ କେତେବେଳେ ମନୁଷ୍ୟ ଦେହ ଆସୁଛି। ମନୁଷ୍ୟ ଦେହ ଆସି ମନୁଷ୍ୟଚିତ କର୍ତ୍ତବ୍ୟ କର ଆମେ କରୁନାହୁଁ। ମନୁଷ୍ୟ ଦେହ ଦ୍ୱାରା ଅନ୍ୟ କିଛି କରିବା ଆବଶ୍ୟକ ନାହିଁ, କେବଳ ଭଗବତ ଭକ୍ତି। ଭଗବତ ଭକ୍ତି କରିବା ପାଇଁ ଏ ମନୁଷ୍ୟ ଶରୀର ମିଳୁଛି। ଏ ଭଗବାନ ମନୁଷ୍ୟ ଦେହ ଦ୍ୱାରା କେବଳ ଯଦି କୃଷ୍ଣ ଭକ୍ତି କରିବେ, କୃଷ୍ଣ ଭକ୍ତି କରି ତେବେ ସେ କୃଷ୍ଣକୁ ପାଖକୁ ଚାଲି ଯାଇପାରିବେ। ଅନ୍ୟ କୌଣସି ପନ୍ଥାରେ କେହି ଭଗବାନ କୃଷ୍ଣଙ୍କ ପାଖକୁ ଯାଇପାରିବ ନାହିଁ। ତେଣୁ ଚୈତନ୍ୟ ଚରିତାମୃତ, ଯାହାକୁ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି କୁହାଯାଉଛି। ଚୈତନ୍ୟ ହାରିବାଲ ଶୋଇବା ନାହିଁ, ଏଠାରେ ଶୋଉଛ କାହିଁରେ? ହଁ, ଏଟା ଶୁଣିବା ପାଇଁ ଆସି ଶୋଉଛ ସବୁ, ଶୋଇବା ନାହିଁ। ଶୁଣ କଥା। ଏ ଚୈତନ୍ୟ ଚରିତାମୃତକୁ କୁହାଯାଉଛି କ'ଣ? ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି, ୟୁନିଭର୍ସିଟି ଷ୍ଟଡି। ଭାଗବତଙ୍କୁ କୁହାଯାଉଛି ଗ୍ରାଜୁଏଟ୍ ଷ୍ଟଡି, ମାନେ କଲେଜ ଷ୍ଟଡି। ଆଉ ଗୀତାକୁ କୁହାଯାଉଛି ପ୍ରିଲିମିନାରୀ ଷ୍ଟଡି, ଅର୍ଥାତ୍ ସ୍କୁଲ ଷ୍ଟଡି। ଗୀତା ଅଧ୍ୟୟନ ଦ୍ୱାରା ଆମେ କେବଳ ଭଗବାନଙ୍କୁ ଜାଣିପାରିବା। ଭଗବାନ ଏକମାତ୍ର ହିଁ ଆରାଧ୍ୟ। ତେଣୁ ଭଗବାନ ନିଜ ମୁଖରୁ କହୁଛନ୍ତି, କ'ଣ କହୁଛନ୍ତି? ଯେ ମଦ୍ ଭକ୍ତ ମଜ୍ଜାଜି ମଂ ନମସ୍କୁରୁ ମନ୍ମନା ଭବ। ଚାରିଟା କଥା କହିଲେ। ମନରେ ସବୁବେଳେ ମୋ କଥା ଚିନ୍ତା କର, ମନ୍ମନା ଭବ। କିନ୍ତୁ ଆମେ ମନରେ କ'ଣ ଚିନ୍ତା କରୁଛେ? ଭଗବାନଙ୍କୁ ଛାଡ଼ି, ଭଗବାନ ହେଉଛି ଜଗନ୍ନାଥ, କୃଷ୍ଣ ଜଗନ୍ନାଥ। ଆମେ ଜଗନ୍ନାଥକୁ ଛାଡ଼ି ଜଗତରେ କଥାରେ ମଗ୍ନ ହେଇଛି। ତେଣୁ ଆମେ ଜନ୍ମମୃତ୍ୟୁ ଚକ୍ରରେ ପଡ଼ିଯାଇଛୁ। ଆମେ ଜନ୍ମମୃତ୍ୟୁ ଚକ୍ର ପଡ଼ିବା କାରଣଟା ବୁଝିପାରିଲେ କି? କେଉଁଥି ଲାଗି? ଜଗନ୍ନାଥକୁ ଛାଡ଼ି ଆମେ ଜଗତରେ କଥାରେ ମାତିଛୁ। ତେଣୁ ଆମେ ଜନ୍ମମୃତ୍ୟୁ ଚକ୍ରରେ ପଡ଼ିଯାଇଛୁ। ତେଣୁ ଭଗବାନ କୃଷ୍ଣ ରଣଭୂମିରେ ଅର୍ଜୁନକୁ ଲକ୍ଷ୍ୟ କରି ସମଗ୍ର ଜଗତବାସୀମାନଙ୍କ ପାଇଁ ଇଏ ମହତ୍ ଉପଦେଶ ଦେଲେ। ମୋଷ୍ଟ କନଫିଡେନ୍ସିଆଲ ଟ୍ରୁଥ୍। ଇଏ କ'ଣ କହୁଛନ୍ତି? ବର୍ତ୍ତମାନ ଜଗତ କଥା ଛାଡ଼ି ଦିଅ, ମୁଁ ଜଗନ୍ନାଥ, ମୋତେ ଚିନ୍ତା କର। କଥା ବୁଝିପାରିଲେ? ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ଏକମାତ୍ର ଉପାୟ ହେଉଛି, ଯେ ପର୍ଯ୍ୟନ୍ତ ଆମେ ମନରେ ଜଗନ୍ନାଥଙ୍କ କଥା ଚିନ୍ତା ନ କରିଛେ, ସେ ପର୍ଯ୍ୟନ୍ତ ଆମେ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହେଇପାରିବା ନାହିଁ। କୌଣସି ଦେବଦେବୀ ଆରାଧନା କରି ଆମେ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହେଇପାରିବା ନାହିଁ। କିନ୍ତୁ ଭଗବାନ ନିଜ ମୁଖରେ କହୁଛନ୍ତି, କୌଣସି ଦେବଦେବୀ ନାହିଁ, ମଦ୍ ଭକ୍ତ। କାହାର ଭକ୍ତ ହେବା ପାଇଁ? ସେ ନିଜ ମୁଖରେ କହୁଛି, ମୋର ଭକ୍ତ ହୁଅ। କଥା ବୁଝିପାରୁଛନ୍ତି? କାହାକୁ ଉପାସନା କରିବା ପାଇଁ କହୁଛନ୍ତି? ମଜ୍ଜାଜି, ମୋତେ ଉପାସନା କର। କାହାକୁ ପ୍ରଣାମ କରିବା ପାଇଁ କହୁଛନ୍ତି? ମାଂ ନମସ୍କୁରୁ, ମୋତେ ପ୍ରଣାମ କର। ଏଇ ଚାରି ପ୍ରକାର କାମ କରିବା ପାଇଁ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛି। କେଉଁ ଚାରି ପ୍ରକାର କାମ? ମନରେ ଭଗବାନଙ୍କୁ ଚିନ୍ତା କରିବା, ଭଗବାନ କୃଷ୍ଣକୁ ଭକ୍ତ ହେବା, ଆଉ ଭଗବାନଙ୍କୁ ଉପାସନା କରିବା, ଆଉ ଭଗବାନଙ୍କୁ ନମସ୍କାର କରିବା, ପ୍ରଣାମ କରିବା। ଏଇ ଚାରିଟା ପ୍ରତିଦିନ ଏଇ ଚାରି ପ୍ରକାର କାମ କରିବା ପାଇଁ ଆମେ ଭଗବାନଙ୍କ କୃପାରୁ ଏଇ ଦୁର୍ଲଭ ମନୁଷ୍ୟ ଦେହ ପ୍ରାପ୍ତ ହେଇଛି। ତେଣୁ ସେଇ କୃଷ୍ଣକୁ କୁହାଯାଉଛି କ'ଣ? ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର। କ'ଣ କୁହାଗଲା? ଏଇ ବର୍ଷ କ'ଣ କୁହାଗଲା? କୋଉଠି ପଳାଉଛୁ କି? ବସ, କଥା ଶୁଣ। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ। ସେଠାରେ ପୁରୁଷୋତ୍ତମ ମାସ କଥା କୁହାଯାଉଛି।
ତାହେଲେ 4 ଜଣ ପୁରୁଷୋତ୍ତମ କଥା, ଏ କଥା ଛାଡ଼ି ପଳେଇ ଯାଉଛ କାହିଁକି? ହଁ ହଁ ଯାଅ ଶୀଘ୍ର ପଳେଇ ଆସ। ହଁ ଏଠାରେ 4 ଜଣ ପୁରୁଷୋତ୍ତମ। ହଁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ रामचंद्र, लीला पुरुषोत्तम भगवान श्री कृष्णचंद्र, प्रेम पुरुषोत्तम भगवान श्री गौरचंद्र, कृपा पुरुषोत्तम श्री अधिमास। हाँ अंडरस्टैंड? कथा बुझी पारछंती? हाँ चारि पुरुष 4 जन को पुरुषोत्तम कथा कहा जाए। मर्यादा पुरुषोत्तम, लीला पुरुषोत्तम, प्रेम पुरुषोत्तम, कृपा पुरुषोत्तम। मन रहा? हाँ कथा शुणा आस ना कौन? हाँ कथा शुणव ना एपट सेपट होती कहीं कथार आस कथा ध्यान सहकार शुण। तेठारे मर्यादा पुरुषोत्तम भगवान श्री रामचंद्र की। हाँ अरे उलुध्वनि ने कथार उलुध्वनि। हाँ कीर्तन जिते भाव से उलुध्वनि, कथार उलुध्वनि ने शुणे। हाँ तो मर्यादा पुरुषोत्तम भगवान श्री रामचंद्र आम मन कौन शिक्षा देले? उलुध्वनि ना बर्तमान कौन शिक्षा देले से कहतु। हाँ हाँ भल मनुष्य हुआ। हाँ भगवान रामचंद्र मन कौन शिक्षा देले? आचरण माध्यम व्यभिचारी हो ना, कौन कहले? मनुष्य हो, भल मनुष्य हो। हाँ मर्यादा से केवल मर्यादा लंघन करि नथिले, से स्वयं भगवान। हाँ तेणु जयदेव गोस्वामी रामचंद्र को संबंध कौन लिखिले? भीतर से देख सुराने दिक्पति कमनीयम, दशमुख मौलि बलिंग रमणीयम, केशवधृत राम शरीर, जय जगदीश हरे। यही भगवान कृष्ण से कृष्ण ही राम रूप नहीं आसुच्चंती। केशवधृत राम शरीर, जय जगदीश हरे। केशव ये शब्द विच्छेद कले क ईश ब। सन्धि विच्छेद जानते? हाँ ग्रामर। हाँ अर्थात ग्रामर पाठ आसीगला। हाँ तेईपरी केशव विच्छेद कले क युक्त ईश युक्त ब। कर अर्थ हूँ ब्रह्मांड प्रथम सृष्ट जीव के ब्रह्मा जी। कर अर्थ हूँ ब्रह्मा। ईश्वर अर्थ हूँ ये जगत ईश्वर के शिवजी। तो कर अर्थ ब्रह्मा, ये भौतिक जगत ईश्वर शिवजी। बर अर्थ हूँ वशीभूत। यहीपरि बड़ बड़ देवता ब्रह्मा शिव ये मान बड़ देवता क्यों अच्छा ना? ये जगत रे यही मान ही बड़ देवता, श्रेष्ठ देवता क्यों माने? शिव ब्रह्मा। यहीपरि बड़ बड़ देवता ब्रह्मा शिव जहाँकर द्वारा वशीभूत हुअन्ति तांकु कहा जाउची केशव। हाँ कथा बुझी पारछन्ती? हाँ ताले से केशव के कृष्ण। हाँ बुझेला? एक कृष्ण केशव धृत, धृत मान धारण करी आसिछन्ति, माने धारण करी आसिथिले। केउ रूप नहीं? केउ रूप नहीं? नारे किछि बुझना रे। राम शरीर राम रे रामकर कथा कहा जाउची कौन बुझछन्ति के? केशव धृत राम शरीर सही भगवान कृष्ण राम रूप धारण करी आसता। राम किए? कृष्ण ही राम।
तेने भगवानकर भिन्न भिन्न रूप रही जमी जयदेव गोस्वामी अनंत रूप मान मध्य 10टी मुख्य रूप मान को नहीं 10 अवधा स्तोत्र लिखिं प्रत्येक स्तोत्र शेष से कहते केशवधृत मीन शरीर केशवधृत कूर्म शरीर केशवधृत शुकर रूप केशवधृत नरहरि रूप केशवधृत वामन रूप केशवधृत भृगुपति रूप केशवधृत राम शरीर केशवधृत हलधर रूप केशवधृत बुद्ध शरीर केशवधृत कलिकी शरीर केते गुड़ी गला 10टी है हाँ प्रत्येक स्तोत्र शेष कहते केशव माने आम बुझीपारू कौन कृष्ण धृत धारण करी आसीथिले केउ रूप मीन रूप धारण करी आसीथिले कूर्म रूप धारण करी आसीथिले शुकर रूप धारण करी आसीथिले नरसिंह रूप धारण करी आसीथिले वामन रूप धारण करी आसीथिले परशुराम रूप धारण करी आसीथिले राम रूप धारण करी आसीथिले हलधर रूप धारण करी आसीथिले बुद्ध रूप धारण करी आसीथिले कल्की रूप धारण करी आसीबे आसी नाहंती हाँ बर्तमान ये महाप्रभुंकर समय रे हाँ महाप्रभुंकर समय रे बर्तमान पुरुषोत्तम मास चली पुरुषोत्तम मासरे आमे जदि पार्टी रे भगवान कर नाम जदि उच्चारण ना करिबा सेई भगवान चैतन्य महाप्रभु कलि जुगे शेष आसबे कल्कि अवतार उपरे आज जाचिगुरी प्रेम नाए से तो हाथे तरवाल नेबे मन बेगरे गति करिवे सेतेबेले आर उपदेश नहीं उपदेश केवल कच 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 तार माने कना खड़ग नहीं मुंड काटिब हाँ आवाज हम केमिति आवाज केमिति केमितिया कच 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 हाँ कथा बुझिपारछन्ते हाँ तो बर्तमान महाप्रभु के समय रे समस्त हाथ उठे कहतु ये पुरुषोत्तम मास हरे कृष्ण 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 हरे 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 राम 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 हरे हरे অন্য মাসের এ নাম থরে যা করিবে বর্তমানে এ মাসের করলে 1000 গুণ অধিক ফল আমি প্রাপ্ত হই হ্যাঁ কথা তেনি আগে এ মাসକୁ কোন কহা যাଉଛି হ্যাঁ ଆଉ କି ସବୁ କିଛି ନାହିଁ ସବୁ ମୁଣ୍ଡରେ ଗୋବର କିଛି ନାହିଁ कृपा पुरुषोत्तम ये मासକୁ कहा ଯାଉଛି कृपा पुरुषोत्तम कौन कहा जाଉଛି କିଛି ବୁଝୁନାହାନ୍ତି ମୁଁ କହୁଛି रामचंद्र को कहुଛି मर्यादा पुरुषोत्तम कृष्ण को कहुଛି लीला पुरुषोत्तम चैतन्य महाप्रभु कहा जाଉଛି प्रेम पुरुषोत्तम अवधि मास को कहा जाଉଛି कृपा पुरुषोत्तम କିଛି ବୁଝୁନାହାନ୍ତି उत्तर देवे कौन हाँ ध्यान सागर शुणिले तो उत्तर देवे ना କିଛି କଥା ଭିତରେ ପଶି ପାରୁନାହାନ୍ତି ଆଉ କ'ଣ ହବ कौन बेना जंगल कौन से मुक्ता छड़े कौन गछ उठब क्या कि हम हाँ तो सहीपरी तो एठारे ध्यान सागर श्रवण कर क्यों कथा कह जाऊँ हाँ चारिटा पुरुषोत्तम कथा कह जाऊँ हाँ बर्तमान भगवान रामचंद्र कथा कह जाऊँ कृष्ण ही राम रूप नहीं आसी कौन करले ना 10 मुंड वाला के रावण रावण को 10टी मुंड छेदन करले आ प्रत्येक मुंड गोटे गोटे दिग को उपहार स्वरूप प्रदान करले केतटा दिग 10टी दिग तेनी जयदेव गोसाई कौन कहले भीतर से देख सुरानी देखपति कमनीयम दशमुख मौलिबलि रमणीयम केशवधृत राम शरीर जय जगदीश हरे अर्थात सही भगवान कृष्ण राम अवतार रूप नहीं आसी
ଦଶ ମୁଣ୍ଡବାଲା ରାବଣ ସହିତ ଯୁଦ୍ଧ କରି ରାବଣକୁ 10ଟି ମୁଣ୍ଡ ଛେଦନ କରି ପ୍ରତ୍ୟେକ ଦିଗକୁ ଏକ ଏକ ମୁଣ୍ଡ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ଏହା ହେଉଛି ରାମ ରୂପର ଲୀଳା। କଥା ବୁଝିପାରିଲେ? ତାହେଲେ ରାମ ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ କୃଷ୍ଣ। ତେଣୁ ଭଗବାନଙ୍କର ଭିନ୍ନ ଭିନ୍ନ ରୂପ ଅଛନ୍ତି, କିନ୍ତୁ ଶେଷରେ କନକ୍ଲୁଜନ କ'ଣ? ଗଡ୍ ଇଜ୍ ନଟ୍ ମେନି, ଗଡ୍ ଇଜ୍ ୱାନ୍। ହଁ, କଥା ବୁଝିପାରିଲେ? ହଁ, এই ଭଗବାନ ହେଉଛି ଜଣେ ଭିନ୍ନ ଭିନ୍ନ ରୂପ ନେଇ ଆସନ୍ତି। ହଁ, ଆସି ଏହିପରି ଲୀଳା ପ୍ରଦର୍ଶନ କରନ୍ତି ଭିନ୍ନ ଭିନ୍ନ ରସ ଆସ୍ୱାଦନ କରିବା ପାଇଁ। ଏଠାରେ ଭଗବାନ ରାମଚନ୍ଦ୍ର ସେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି କ'ଣ? ଭଲ ମନୁଷ୍ୟ ହୁଅ। ଯେହେତୁ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛେ, ଆମକୁ ପ୍ରଥମ ଶିକ୍ଷା ଦେଉଛନ୍ତି କ'ଣ? ବେଦ ମର୍ଯ୍ୟାଦା ରକ୍ଷା କର, କେବେ ବ୍ୟଭିଚାରୀ ହେବ ନାହିଁ। ହଁ, ସମସ୍ତ ଧର୍ମପରାୟଣ ହେବ। କଥା ବୁଝିଗଲା? ଭଲ ମନୁଷ୍ୟ କେମିତି ହେଇପାରିବେ? ହଁ, ଯେତେବେଳେ ଧର୍ମ ଆଚରଣ କରିବେ। ହଁ, ଅଧର୍ମ ଆଚରଣ କରି ଭଲ ମନୁଷ୍ୟ ହେଇପାରିବେ? ସେଥିଲାଗି ପ୍ରଥମ ଶିକ୍ଷା। ହଁ, ରାମ ରୂପରେ କୃଷ୍ଣ ଦେଉଛନ୍ତି। ରାମ ଅନ୍ୟ କେହି ନୁହନ୍ତି, କୃଷ୍ଣ ହିଁ ରାମ। ହଁ, ତେଣୁ ରାମ ରୂପରେ ଆସି ସେ ମର୍ଯ୍ୟାଦା ସ୍ଥାପନ କଲେ, ବେଦ ମର୍ଯ୍ୟାଦା। ତେଣୁ ଆମକୁ ବେଦ ବିହିତ ଜୀବନଯାପନ କରିବାକୁ ହେବ। ହଁ, ଆମେ କେବେ ହେଲେ ଭ୍ରଷ୍ଟାଚାର ହେବା ନାହିଁ। ହଁ, ଆମେ କ'ଣ ହେବୁ? ଭଲ ମନୁଷ୍ୟ ହେବା ଆଚରଣ, ଧର୍ମ ଆଚରଣ ଦ୍ୱାରା। ବୁଝିଗଲା? ପ୍ରଥମ ତ ଧର୍ମ ଆଚରଣ ଦ୍ୱାରା ଯଦି ଆମେ ଭଲ ମନୁଷ୍ୟ ହେବୁ, ତାପରେ ପ୍ରେମ ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ର କି ଜୟ। ହଁ, ହଁ, ଜୟଟା ସମସ୍ତେ ଦେଇପାରିବେ। ତାପରେ କଥାଟା ଆସନ୍ତୁ। ଏଟା କୁହାଯାଉଛି, ଏଟା କୁହାଯାଉଛି କ'ଣ? ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ର ଆମକୁ କ'ଣ ଶିକ୍ଷା ଦେଲେ? ରାମ ଶିକ୍ଷାଟା ଆମେ ପାଇଗଲୁ। ହଁ, ବର୍ତ୍ତମାନ କୃଷ୍ଣଚନ୍ଦ୍ର କ'ଣ ଶିକ୍ଷା ଦେଲେ? ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ର ଆମମାନଙ୍କୁ କ'ଣ ଶିକ୍ଷା ଦେଲେ? ଏ ଆଗରୁ କୁହାଗଲା, ମଦ ଭକ୍ତ। ହଁ, ମୋର ଭକ୍ତ ହୁଅ। ହଁ, କଥା ବୁଝିପାରିଲେ? ହଁ, ଭଗବାନ କୃଷ୍ଣଚନ୍ଦ୍ର ଯାହାକୁ କୁହାଯାଏ ଲୀଳା ପୁରୁଷୋତ୍ତମ, ଲୀଳା ପ୍ରକଟ କରି ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ମୋର ଭକ୍ତ ହୁଅ, ଅନ୍ୟ କାହାରି କଥା କହିଲେ ନାହିଁ। ହଁ, ମଦ ଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୁରୁ। ତେଣୁ ଇଏ କରିବାକୁ ଗଲେ ପ୍ରଥମ ମନ ଭାବ, ମନରେ ସବୁବେଳେ ମୋ କଥା ଚିନ୍ତା କର। ଆଉ ମନରେ ସବୁବେଳେ ମୋ କଥା ଚିନ୍ତା କେମିତି କରିପାରିବା? କେମିତି? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତାମାନେ କଲିଯୁଗରେ ଭଗବାନ ନାମ ରୂପେ ଅବତୀର୍ଣ୍ଣ ହେଇଛନ୍ତି। ଭଗବାନଙ୍କର ନାମ ଭଗବାନ ଠାରୁ ଅଭିନ୍ନ। ତେଣୁ ଆମେ ଯଦି ପାଟିରେ ଭଗବାନଙ୍କ ନାମ ଉଚ୍ଚାରଣ କରିବା, ତାହେଲେ ଆମେ ଭଗବାନଙ୍କୁ ସବୁବେଳେ ଆମର ମନରେ ରଖିପାରିଲୁ, ମନ୍ମନା ଭବ ହେଇପାରିଲୁ। କଥା ବୁଝିପାରିଲେ? ଏହିପରି ଭାବରେ ଆମେ ଭଗବାନ କୃଷ୍ଣଙ୍କ ଠାରୁ ଏ ଶିକ୍ଷା ପ୍ରାପ୍ତ ହେଉଛି କ'ଣ? ସେ କହୁଛନ୍ତି, ମୁଁ ହେଉଛି ସ୍ୱୟଂ ଭଗବାନ ଲୀଳା ପୁରୁଷୋତ୍ତମ, ତେଣୁ ମୋର ଭକ୍ତ ହୁଅ। ଭଗବାନଙ୍କ ଭକ୍ତ ହେଲେ କ'ଣ ହବ? ହଁ, ଭଗବାନ କହୁଛନ୍ତି ଆଉ କୌଣସି ଚିନ୍ତା ନାହିଁ, ଡୋଣ୍ଟ ୱରି, କୌଣସି ଚିନ୍ତା କରିବା ଆବଶ୍ୟକ ନାହିଁ। ଅହଂ ତଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ତୁମ ଜନ୍ମ ଜନ୍ମାର୍ଜିତ ଯେତେ ସବୁ ପାପ କର୍ମର ପ୍ରତିକ୍ରିୟା ସ୍ୱରୂପ ଦୁର୍ଭୋଗ ଭୋଗିବାର ଥିଲା, ସେଥିରୁ ମୁଁ ତୁମକୁ ମୁକ୍ତ କରେଇଦେବି। ହଁ, କଥା ବୁଝିପାରିଲେ? ତେଣୁ ସେ କ'ଣ କହିଲେ? ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣଂ ବ୍ରଜ। କାହା ଶରଣକୁ ଯିବା? କେବଳ ଆମେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛି, କାହା ଶରଣକୁ ଯିବା? ଭଗବାନ କୃଷ୍ଣଙ୍କୁ। ତାହେଲେ ଆମର ଜନ୍ମ ଜନ୍ମାର୍ଜିତ ସମସ୍ତ ପାପ ସେ ବିଧ୍ୱଂସ କରିଦେବା। ଆଉ ପାପ ପରିଣାମ ସ୍ୱରୂପ ଦୁଃଖ ଭୋଗ କରିବାକୁ ହେବ ନାହିଁ, ଜନ୍ମଟି ଚକ୍ରରେ ବୁଲିବାକୁ ହେବ ନାହିଁ। ହରିବ ବର୍ତ୍ତମାନ ଜପ କଥା ଶୁଣିବ ନା?
এটা ଜପ କ୍ଲାସ୍ ହେଉଛି? ହଁ ଆରେ କଥା ଶୁଣିବା, ସେ କଥା ଶୁଣୁ। ଜପ ସମୟ ସେ ଗପ ମାରିଥିବ, ମୋବାଇଲ ଚାଲିଥିବ, ଆଉ କଥାରେ ଆସି ଜପ କରିଥିବ। ଏସବୁ କିଛି ହେଇପାରୁନା। ଶୁଣ, କଥା ଶୁଣ ଠିକ ଭାବରେ। ହଁ, ଯେଉଁ ସମୟରେ ଯେଉଁ କଥା, ସେଇ ସମୟ ଏ ହବନି ସେ ହବନି। ହଁ, ହବ କି? କଥା ପଶିବନି, ଜପ ବି ହବନି। ଯେଉଁ ସମୟରେ ଯେ କାମ ସେଇ କରିବା, ଏ ପ୍ରଥମ ଶିକ୍ଷା। ତେଣୁ ଏହାକୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ଠାରେ ଆମେ ଶିକ୍ଷା ପ୍ରାପ୍ତ। ତେଣୁ ଭଲ ମନୁଷ୍ୟ ହେବା ପାଇଁ ଆମେ କପଟି ହେବା ନାହିଁ। ହଁ, ଯେଉଁ ସମୟରେ ଯେଉଁ ଆମର କର୍ତ୍ତବ୍ୟ ତାହା କରିବାକୁ ହେବ। ହଁ ହଁ, ଆପଣ ରାସ୍ତାରେ ବାଇକ୍ ଚଲାଉଛନ୍ତି, ହଁ, ବାଇକ୍ ଚଲାଇବେ, ସେତେବେଳେ ମୋବାଇଲ ନେଇ ଫୋନ୍ କରିଥିବେ, ଅନ୍ୟ ମନୁଷ୍ୟ ହେଲେ ଅନ୍ୟ ଗାଡ଼ି ସହିତ ଆକ୍ସିଡେଣ୍ଟ ହେଇଗଲା, ପୁରା ମନୁଷ୍ୟ ଜୀବନଟା ସରିଗଲା। ହଁ କି ନା? ହେଉଛି ତ। ହଁ, କେତେ ଆକ୍ସିଡେଣ୍ଟ ହେଉଛି, କାହିଁକି ହେଉଛି? ଏଇ ଯୋଗୁଁ, ଏଇ ମୋବାଇଲ କାନରେ ଦେମିତି। ହଁ, ଗାଡ଼ି ଭିତରେ ପଶି ଯାଉଛି। ହଁ, କେତେ ମରୁଛନ୍ତି ବଡ଼ ବଡ଼ ଲୋକ, ଶିକ୍ଷିତ ଲୋକ, ପାଗଳ ମାନେ। ଏସବୁ ଆମର ବୈଦିକ ଶିକ୍ଷା ନୁହେଁ, ପାଗଲ ବନେଇବା ସବୁ ଶିକ୍ଷା, ବିଦେଶୀ ଶିକ୍ଷା। ହଁ, ଆଜିକାଲି ପାଗଲ ବନେଇ ଦେଉଛନ୍ତି ନା କ'ଣ? ଏ ମନୁଷ୍ୟ ହେଇପାରୁଛି? ହଁ, ପ୍ରାଇମେରୀ ସ୍କୁଲକୁ ଯାଉଛି, ପ୍ରଥମେ ରାକ୍ଷସ ବନେଇ ଦେଉଛି। ରୁଟିନ୍ করে 2 ଦିନ ମାଛ, 2 ଦିନ ଅଣ୍ଡା, 2 ଦିନ ମାଂସ। ହଁ, ପ୍ରାଇମେରୀ ସ୍କୁଲରେ କ'ଣ ଏଇ ଖାଇବାକୁ ଦେଉଛି ତ? ହଁ, ସେ ରାକ୍ଷସ ବନାଉଛି। କ'ଣ ସେ ଭଗବାନଙ୍କ ଭକ୍ତ, ପ୍ରଥମରୁ ରାକ୍ଷସ ନା କ'ଣ? ସ୍କୁଲ ବିନା ପଇସାରେ ସାଇକେଲ ଦେଉଛି। ହଁ, ଚଲେଇକିରି ସ୍କୁଲକୁ ଯାଉଛି। କ'ଣ ପାଠ ପଢ଼ୁଛି? ପାଗଲ ପାଠ। ହଁ, ପାଗଲ ବନେଇବା, ରାକ୍ଷସ ହେବା ପାଇଁ। ଏଇସବୁ ଶିକ୍ଷା, ସେଥିପାଇଁ ସବୁ ପାଗଳ। ବଡ଼ ଶିକ୍ଷିତ ହେଲେ କ'ଣ ଅଛି? ମୁଣ୍ଡ କିଛି ନାହିଁ, ଅଛି କି? ହଁ, ଆଉ ଯଦି ମୁଣ୍ଡରେ ଥିବ ତାହେଲେ ଗାଡ଼ି ଚଲାଇବ ସେମିତି କହୁଛି କି? ହଁ, କନ୍ଧରେ ମୋବାଇଲ ଧରି ଏମିତି କରି ଗାଡ଼ିରେ ଲାଗିଦେଲା, ବାସ୍ ସରିଲା କାମ ସବୁ। ହଁ, ସେ ପାଗଳ ସବୁ। ଏଠାରେ ଭଗବାନ ରାମଚନ୍ଦ୍ର ଇଏ ପ୍ରଥମ ଆମକୁ ଶିକ୍ଷା ଦେ, ଭଲ ମନୁଷ୍ୟ ହୁଅ। ହଁ, କଥା ବୁଝିପାରିଲେ? ତାର ଦ୍ୱିତୀୟ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଲୀଳା ପ୍ରକଟ କରି ଆମମାନଙ୍କୁ ଶିକ୍ଷା ଦେଉଛନ୍ତି, ମୋର ଭକ୍ତ ହୁଅ। କାହାର ଭକ୍ତ ହେବାକୁ ପଡ଼ିବ? ଭଗବାନ କୃଷ୍ଣଙ୍କୁ ଭକ୍ତ। আর আমার ইস্কনের প্রতিষ্ঠাতা আচার্য ছিল এসি ভক্তিবেদান্ত সমগ্র দুনিয়ারে ତାଙ୍କର এই ସଂସ୍ଥାର ସେ ନାଁ ଦେଲେ କ'ଣ? ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍। ଆମେ କୃଷ୍ଣ କନସିୟସନେସରୁ ବିଚ୍ୟୁତ ହେବା ଯୋଗୁଁ ଆମେ ସବୁ ପାଗଳ। ହଁ, সেই କୃଷ୍ଣ କନସିୟସନ କରିବା ପାଇଁ ଏ ସମଗ୍ର ଦିନ। ତେଣୁ ସେଇ ଭଗବାନ କୃଷ୍ଣ କହୁଛନ୍ତି, ମୋର ଭକ୍ତ ହୁଅ। ତାପରେ ଆସିଲେ ପ୍ରେମ ପୁରୁଷୋତ୍ତମ ଶ୍ରୀ ଗୌରଚନ୍ଦ୍ର କି ଜୟ। ଗୌରଚନ୍ଦ୍ର ଆମମାନଙ୍କୁ କ'ଣ ଶିକ୍ଷା ଦେଲେ? ହଁ ହଁ, ଭକ୍ତ ଯଦି ହେବେ ତାହେଲେ ପ୍ରେମିକ ଭକ୍ତ ହୁଅ। ହଁ, କେମିତିଆ ଭକ୍ତ? ପ୍ରେମିକ ଭକ୍ତ ହୁଅ। କେଉଁ ପ୍ରେମରେ? କୃଷ୍ଣ ପ୍ରେମରେ ମତ୍ତ ହୁଅ। ହଁ, ଦେଖନ୍ତୁ କେମିତି ଲିଙ୍ଗ ରହିଛି। ହଁ, ମର୍ଯ୍ୟାଦା ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ, ପ୍ରେମ ପୁରୁଷୋତ୍ତମ।